ହ୍ୟାଲୋ। ଆଉ ଚାଲ ଷ୍ଟାର୍ଟ କରିବା ମାଛ ତରକାରୀ। ଆଉ ମୁଁ ଟ୍ରେଡ଼ିସନାଲ୍ ୱେରେ କରିଛି, ଆପଣମାନେ ନିହାତି ଦେଖିବେ, ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ। ଆପଣମାନଙ୍କୁ ରେସିପି ସେଇ ସିମ୍ପଲ୍ ହିଁ ଅଛି, କିନ୍ତୁ ଆପଣମାନଙ୍କୁ ଭଲ ଲାଗିବ। ଓକେ, ଚାଲ ଷ୍ଟାର୍ଟ କରିବା। ଏବେ ମୁଁ ପିଆଜ ଅଦା ରସୁଣ ସବୁ ଛଡ଼େଇ ଦେଉଛି। ତାପରେ ମାଛଟା ଫ୍ରାଏ କରିବା। ତେଲଟା ଭଲକି ଗରମ ହେଲେ ମାଛଟା ଫ୍ରାଏ କରିବା, ନହେଲେ ମାଛ ଲାଗିଯିବ ତଳେ। ଦେଖ ତେଲ ଗରମ ହେଇଗଲାଣି। ଏଇଟା କ'ଣ ଜାଣିଛନ୍ତି? ମାଛ ତେଲ ଏଇଟା ଜାଣିଛନ୍ତି? ଏଇଟା ଖାଇଲେ ବହୁତ ଡାଇବେଟିସ୍ ପାଇଁ ଭଲ, ବହୁତ ଦେହ ପାଇଁ ଏଇଟା ଖାଇବେ। ଆଉ ମାଛଟାକୁ ଫ୍ରାଏ କରିଦେବା, ପୁରା କଡ଼ାକିରେ ଭାଜିବା, ନହେଲେ ମାଛ ଆଇଁଷିଆ ଲାଗିବ ଭଲକି ନ ଭାଜିଲେ। ଦେଖନ୍ତୁ, ଫାଷ୍ଟ ମୁଁ ଅଧିକା ଟିକେ ପକାଇ ଦେଇଛି, କିନ୍ତୁ 3-4ଟା ମାଛ ତାକୁ ଫ୍ରାଏ କରିବା ଦରକାର। ତାହେଲେ ସେ ମାଛ ଭାଙ୍ଗିବନି। ଦେଖନ୍ତୁ ଆମ ମାଛ ହେଇଗଲାଣି। ଏବେ ଚାଲ କାଢ଼ିଦେବା। କାଢ଼ି ସାରି ଆଉ ଯେଉଁ ମାଛ ଥିଲା ତାକୁ ପକାଇଦେବି। ଆଉ ହଁ, ଏଇ ମାଛ ତେଲଟା ପକାଇଲେ ବି ମାଛ ତେଲ ବି ଦରକାର ନାହିଁ, ଅଳ୍ପ ତେଲରେ ମାଛ ଭାଜି ହେଇଯିବ। ମାନେ ତା ଦେହରୁ ଏତେ ତେଲ ବାହାରେ, ଆପଣ ନିହାତି ଏଇଟା ଦେଖିବେ। ଦେଖନ୍ତୁ ହେଇଗଲାଣି ମାଛ। ମୁଁ କେତିକି ତେଲ ପକାଇଥିଲି, କେତେ ଅଛି ଦେଖନ୍ତୁ। ଆଉ ଏଇଟା ଦେହ ପାଇଁ ବି ଉପକାର, ସବୁଆଡ଼ୁ ଭଲ। ଏଇଟା ନିହାତି ଖାଇବେ ତାକୁ ଭାଜିକିରି। ପିତା ଟିକେ ଲାଗିବ, କିନ୍ତୁ ଦେହ ପାଇଁ ବହୁତ ଭଲ। ମୁଁ ଆଉ ସବୁ ମାଛ ପକାଇ ଦେଇଛି। ଏବେ ଚାଲ ସେ ମାଛଟା ଭାଜି ସାରି ମସଲା କରିବା। ମସଲା କରିସାରି ତରକାରୀ କରିବା। ଦେଖନ୍ତୁ ଏ ମୁଣ୍ଡଟା ବି ଆଗେ ପକାଇବା କଥା, ମୁଁ ପଛରେ ପକାଇଛି, କିନ୍ତୁ ଭଲକି ଫ୍ରାଏ କରିବା ଦରକାର ନା, ତା ଭିତରେ କଞ୍ଚା ରହିଯିବ। ଫ୍ରାଏ ହେଇଗଲାଣି। ଏବେ ଶିଳରେ ଫାଷ୍ଟ ମୁଁ ଜିରା ଆଉ ଶୁଖିଲା ଲଙ୍କା ବାଟିଛି, ଆଉ କାଠ ମସଲା ଗୋଟେ, ତେଜପତ୍ର ସବୁ ବାଟି ସାରିଲା ପରେ ଯାଇ ପିଆଜଟା ବାଟିବି, ନହେଲେ ଖସିବ। ଦେଖନ୍ତୁ ଶୁଖିଲା ଲଙ୍କା 2-4ଟା ନେଇଛି। ଆପଣ ଲଙ୍କା ଯଦି ନ ଖାଆନ୍ତି ତାକୁ ସ୍କିପ୍ କରିପାରିବେ। ଆପଣମାନଙ୍କୁ ଯଦି ଚ୍ୟାନେଲ୍ ଭଲ ଲାଗିଲା, ପ୍ଲିଜ୍ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଆଉ ଆପଣମାନେ କେମିତି ଚିକେନ୍ କରନ୍ତି ତାକୁ ବି କମେଣ୍ଟ କରି କରିବେ। ଶିଳରେ ବାଟିବା କଷ୍ଟ, କିନ୍ତୁ ତା ବାସ୍ନାଟା ହିଁ ଅଲଗା। ଆଉ ସମସ୍ତେ ତ ଟାଇମ୍ ହେଉନି, କିନ୍ତୁ ମୁଁ ଯେତେବେଳେ ମାଛ ତରକାରୀ କରେ ଶିଳରେ ବାଟେ। ଦେଖନ୍ତୁ ବାଟି ସାରିଲିଣି। ଏବେ ଚାଲ ତରକାରୀ କରିବା। ମୋ ବଟିଆ ସରିଗଲାଣି। ଆଉ ଏଥିରେ ବହୁତ ସୁନ୍ଦର ଫ୍ଲେଭର୍ ହୁଏ ଶିଳ ମସଲାଟା। ଚାଲ ଏବେ ତେଲ ପକାଇ ସାରିଲେଣି। ତେଲ ପକାଇ ସାରି ଏବେ ମସଲାଟା ପକାଇଦେବି। ଆଉ ତେଜପତ୍ର ପକାଇ ନଥିଲି, ପରେ ବି ପକାଇଦେଲି। ଏଥିରେ କଲର୍ ବି ଭଲ ଆସିବ। ଦେଖନ୍ତୁ ତେଲରେ ଭଲକି ମସଲାଟା କଷିବେ, ଯେମିତି ତେଲଟା ବାହାରି ଆସିବ। ଦେଖନ୍ତୁ ତେଲ ବାହାରି ଆସିଲାଣି ମସଲାରେ। ଏବେ ଲଙ୍କାଗୁଣ୍ଡ ପକାଉଛି। ଲଙ୍କାଗୁଣ୍ଡ, ପାଣି ଟିକେ, ଟମାଟର, ହଳଦୀ ସବୁ ପକାଇଦେବେ ଏଥିରେ। ତାପରେ ଧନିଆ ଗୁଣ୍ଡ ପକାଇବେ। ଦେଖନ୍ତୁ ଟମାଟୋ ପୁରା ସିଝିଗଲାଣି। ଏବେ ଲୁଣ, ମୁଁ ଧନିଆ ଗୁଣ୍ଡ, ଚିଲି ପାଉଡ଼ର ତ ଦେଖେଇଛି, ଧନିଆ ଗୁଣ୍ଡ ପକାଇବା ସ୍କିପ୍ କରିଯାଇଛି। ଏବେ ପାଣି ଟିକେ ଦେଇ ଆଳୁଟା ପକାଇଦେବି। ଆପଣ ଯଦି ଖାଲି ମସଲା କରିବେ, ଖାଲି ମାଛ ଦେଇକି ବି କରିପାରିବେ। ଟିକେ ପାଣି ଦେଇଦେବା। ପାଣି ଦେଇଦେଇ ମାଛ ବି ପକାଇଦେବା। ମସଲା ସାଙ୍ଗରେ ମାଛଟା ସିଝିବ ଭଲକି, ଏକାଥରେ ହେଇଯିବ, ନହେଲେ ଥରେ ଥରେ ପୁଣି ସିଝିବାକୁ ପଡ଼ିବ। ସିଝେଇ ସାରି ତାପରେ ଆମେ ସର୍ଭ କରିବା। ଆପଣମାନଙ୍କୁ ଯଦି ଏ ଚ୍ୟାନେଲ୍ ଭଲ ଲାଗେ, ପ୍ଲିଜ୍ କମେଣ୍ଟ କରିବେ। କେମିତି ଲାଗିଲା ନିହାତି କମେଣ୍ଟ କରି କହିବେ। ଆପଣମାନେ କେମିତି ମାଛ ନୂଆ ନୂଆ ରେସିପି କରନ୍ତି ନିହାତି କମେଣ୍ଟ କରିବେ। ଆଉ କେଉଁଠୁ ଦେଖୁଛନ୍ତି ବି କମେଣ୍ଟ କରି କହିବେ। ଦେଖନ୍ତୁ ଆମ ମାଛ ହେଇଗଲାଣି। ଉପରେ ତେଲ ବି ଭାସି ଆସିଲାଣି। ମାଛ ହେଇଗଲା। ଏବେ ଚାଲ ଟ୍ରାଏ କରିବା କେମିତି ହେଇଛି ବୋଲି।